ଏହି ଫଳ କୋଲେଷ୍ଟ୍ରଲ ଏବଂ ହାର୍ଟ ପାଇଁ ରାମବାଣ। ହୃଦଯନ୍ତ୍ରର କାର୍ଯ୍ୟକ୍ଷମତା ବୃଦ୍ଧି କରିବ। ଏବେ ସମାଜରେ ବହୁତ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ସେମାନେ ଏଥିପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିଥାନ୍ତି। କେତେକ ରକ୍ତଚାପ ରୋଗୀଙ୍କର ମୁଣ୍ଡ ବୁଲାଇଥାଏ ଏବଂ ଅଚାନକ ତାଙ୍କୁ କିଛି ଦେଖାଯାଇ ନଥାଏ। ଏଭଳି ଅବସ୍ଥା ଉପୁଜିଥିଲେ ସାଧାରଣତଃ ପୀଡ଼ିତ ବ୍ୟକ୍ତି ଚିକିତ୍ସକଙ୍କ ପରାମର୍ଶ ନେଇଥାନ୍ତି ବା କୌଣସି ପେନକିଲର ବଟିକା ସେବନ କରିଥାନ୍ତି। କିନ୍ତୁ ଏହାକୁ ନେଇ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ। ମନେ ରଖନ୍ତୁ, ଏକ ପରିବାର ପତ୍ରକୁ ଆପଣ ନିଜ ଭୋଜନର ଏକ ଅଂଶ କରିଲେ ସେହି ଅବସ୍ଥା ଛୁମନ୍ତର ହୋଇଯିବ। ଏହା ହେଉଛି ମୂଳା ଶାଗ। ସାଧାରଣତଃ ମୂଳାକୁ ଆମେ ସାଲାଡ ରୂପେ ଖାଇଥାଉ। ବେଳେବେଳେ ବିଭିନ୍ନ ପ୍ରକାରର ତରକାରୀରେ ବି ଏହାର ଉପଯୋଗ କରିଥାଉ। ମୂଳାରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଫୋଲିକ ଏସିଡ, ଭିଟାମିନ୍ ସି ଆଦି ପୌଷ୍ଟିକ ତତ୍ତ୍ୱ ରହିଛି। ଏହା ଶରୀରରେ କେତେକ ରୋଗର ଉପଚାର କରିବାରେ ସକ୍ଷମ ହୋଇଥାଏ। ମୂଳାରେ ସୋଡିୟମ ଥିବା କାରଣରୁ ଏହା ଶରୀରରେ ଲୁଣର ମାତ୍ରା କମ୍ ଥିଲେ ତାର ଭରଣା କରିଥାଏ। ଏହି କାରଣରୁ ରକ୍ତଚାପ ପୀଡ଼ିତଙ୍କ ପାଇଁ ମୂଳା ଅତ୍ୟନ୍ତ ହିତକାରକ। ଏତଦ୍ ବ୍ୟତୀତ ଏଥିରେ ଥିବା ଆନ୍ଟିକାଇଜିନ୍ ମଧ୍ୟ ହୃଦୟ ପାଇଁ ଲାଭଦାୟକ। ମୂଳାରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଏହା ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ବିମୁକ୍ତି ମିଳିଥାଏ। ମୂଳାର ରସକୁ ପାଣି ଓ ମିଶ୍ରି ସହିତ ମିଶାଇ ପିଇଲେ ପୋଲିଓ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ଖାଲି ସେତିକି ନୁହେଁ, ନିୟମିତ ଭାବରେ ମୂଳା ଖାଇଲେ କେଶ ଝଡ଼ିବାର ସମସ୍ୟା ମଧ୍ୟ କମ୍ ହୋଇଥାଏ। ଯଦି ଶରୀରରେ ବିଷାକ୍ତ ପଦାର୍ଥ କ୍ଷତି କରୁଥାଏ ତେବେ ତାହାର ଅମୋଘ ଔଷଧ ହେଉଛି ମୂଳା। ରକ୍ତକୁ ବିଶୁଦ୍ଧ କରିବା ଦିଗରେ ବି ମୂଳା ସହାୟକ ହୋଇଥାଏ। ନିୟମିତ ମୂଳା ଖାଇଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ବ୍ୟୁରୋ ରିପୋର୍ଟ 24 ନ୍ୟୁଜ୍ ଓଡ଼ିଆ।